ସମସ୍ତେ ଥିବାବେଳେ ରୂପସା ଆସି କହିବେ ପଲ୍ଲବୀକୁ କିଚେନରେ ଚାଲିଛି, ଆଉ ରିମଝିମ୍ ଭାଉଜକୁ ଅଫିସରେ ଚାଲିଛି, ଆଉ ମୋତେ ଚାକରାଣୀ କାମ। ଘରର ସମସ୍ତଙ୍କ କପଡ଼ା ସଫା କରିବି ମୁଁ। ମାମା, ଏତେ ବଡ଼ କଷ୍ଟରେ ମୁଁ ଆଦର୍ଶଙ୍କର ଡ୍ରେସ୍ପତ୍ର ନେଇ ମସିନରେ ପକାଇଲା ବେଳକୁ ଲାଇନ୍ ଚାଲିଗଲା। ତାପରେ ପୁଣି କହିବାକୁ ଗଲାବେଳେ ପଲ୍ଲବୀ କହିବେ ହଁ ତ କ'ଣ ହେଇଗଲା ସେଠୁ? ଲାଇନ୍ ପଳେଇଲା ବୋଲି ତାକୁ ତ ଆମେ କେହି ଅଟକାଇ ପାରିବାନି ନା। ଡିଟରଜେଣ୍ଟରେ କପଡ଼ା ବେଶୀ ସମୟ ରହିଲେ କପଡ଼ା ଖରାପ ହୋଇଯିବ। ଜଲ୍ଦି ଯା, ନିଜ ହାତରେ ସେ ସବୁ ଡ୍ରେସ୍କୁ ସଫା କର। ଏକଥା ଶୁଣିବା ପରେ ରୂପସା କହିବେ ଦେଖିଲ ତ ମାମା, କେମିତି ବସ୍ଙ୍କ ଭଳି ମୋ ଉପରେ ଅର୍ଡ଼ର ପକାଉଛି। ତାପରେ ମାୟା କହନ୍ତି ବି ମେଚର ରୂପସା, ତୁ ଏବେ ଗୋଟେ ମ୍ୟାରେଡ୍ ଲେଡି। ଛୋଟ ଛୁଆଙ୍କ ଭଳି ସବୁ କଥାରେ କମ୍ପ୍ଲେନ୍ କଲେ ଚଳିବନି। ଘରେ ରହିବୁ ମାନେ ସମସ୍ତଙ୍କ ସହିତ ସବୁ କଥାରେ ତତେ ଏଡଜଷ୍ଟ କରି ଚଳିବାକୁ ପଡ଼ିବ। ଏତିକି କଥାକୁ ତତେ ଶିଖେଇବାକୁ ପଡ଼ିବ। ପୁଣି କହିବେ ଏମିତିରେ ବି ତୋ ଲାଗି ଆଜି ସମସ୍ତଙ୍କୁ ଠିକ୍ ଟାଇମ୍ରେ ଖାଇବାକୁ ମିଳିଲାନି। ତାପରେ ବି ତୁ ଏଠି ଠିଆ ହେଇକି ସିନ୍ କ୍ରିଏଟ୍ କରୁଛୁ। ତ ଦର୍ଶକ ବନ୍ଧୁ, ରୂପସାକୁ ଠିକ୍ କଥା କହିଲେ କି ମାୟା? ଯଦି ହଁ, ତାହେଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।